ମୁଁ ସମ୍ପ୍ରତି ଭୁବନେଶ୍ୱର, କଟକ, ପୁରୀ, ପାରାଦୀପ ଅର୍ଥନୈତିକ କ୍ଷେତ୍ର ବିସି ପିପିଇଆର୍ ପାଇଁ ବ୍ୟାପକ ଅର୍ଥନୈତିକ ଯୋଜନା ଶୁଭାରମ୍ଭ କରିଛି। ଏହି ବଜେଟ୍ରେ ମୁଁ ପବିତ୍ର ଗୃହକୁ ଅବଗତ କରିବାକୁ ଚାହେଁ ଯେ ଭୁବନେଶ୍ୱର, କଟକ, ପୁରୀ, ପାରାଦୀପ ଅର୍ଥନୈତିକ କ୍ଷେତ୍ରକୁ ମଡେଲ ଭାବେ ଗ୍ରହଣ କରି ପର୍ଯ୍ୟାୟକ୍ରମେ 3ଟି ଅର୍ଥନୈତିକ କ୍ଷେତ୍ର ଯଥା ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବ୍ରହ୍ମପୁର, ଛତ୍ରପୁର, ଗୋପାଳପୁର ଏବଂ ଜୟପୁର, କୋରାପୁଟ, ସୁନାବେଡ଼ା ଗୁଡ଼ିକୁ ଅର୍ଥନୈତିକ କ୍ଲଷ୍ଟର ଭାବେ ପରିଗଣିତ କରାଯିବ। ପର୍ଯ୍ୟଟନ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ସହିତ ସମନ୍ୱୟ ଆଣିବା ପାଇଁ ଆମେ ପୁରୀରେ ଶାମୁକା ପ୍ରକଳ୍ପ ଏବଂ ହୀରାକୁଦକୁ ପ୍ରମୁଖ ପର୍ଯ୍ୟଟନ ସ୍ଥଳ ଭାବେ ଚିହ୍ନଟ କରିଛୁ। ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଓ ଆଧ୍ୟାତ୍ମିକ ଐତିହ୍ୟକୁ ନୈସର୍ଗିକ ବେଳାଭୂମିର ଅନୁଭୂତି ଏବଂ ଅତ୍ୟାଧୁନିକ ଭିତ୍ତିଭୂମି ସହିତ ଏକ ବିଶ୍ୱମାନର ଉପକୂଳ ପର୍ଯ୍ୟଟନ ଗନ୍ତବ୍ୟ ଭାବେ ପରିଣତ କରିବା ପାଇଁ ପ୍ରାୟ 1500 ଏକର ପରିମିତ ଅଞ୍ଚଳରେ ଶାମୁକା ପ୍ରକଳ୍ପର ପରିକଳ୍ପନା କରାଯାଇଛି। ଏହି ପ୍ରକଳ୍ପର ଅବସ୍ଥିତି ପୁରୀ ଏବଂ ପୁରୀରେ ପ୍ରସ୍ତାବିତ ଅନ୍ତର୍ଜାତୀୟ ବିମାନ ବନ୍ଦର ନିକଟବର୍ତ୍ତୀ ହୋଇଥିବାରୁ ଏହା ଜାତୀୟ ଓ ଅନ୍ତର୍ଜାତୀୟ ସଂଯୋଗକୁ ସୁନିଶ୍ଚିତ କରିବ। ପୁରୀର ଶାମୁକାଠାରେ ପ୍ରସ୍ତାବିତ ବିଶ୍ୱ ପର୍ଯ୍ୟଟନ କେନ୍ଦ୍ର WTC ଆଲୋଚନା, ନବସୃଜନ, ଗବେଷଣା, ସମ୍ମିଳନୀ ଏବଂ ପ୍ରଦର୍ଶନୀ ଇତ୍ୟାଦି କାର୍ଯ୍ୟକଳାପ ପାଇଁ ଏକ ବିଶ୍ୱ ପ୍ଲାଟଫର୍ମ ଭାବରେ କାର୍ଯ୍ୟ କରିବ, ଯାହା ଓଡ଼ିଶାର ଅନ୍ତର୍ଜାତୀୟ ସ୍ଥିତିକୁ ସୁଦୃଢ଼ କରିବ। ହୀରାକୁଦର ସମନ୍ୱିତ ପର୍ଯ୍ୟଟନ ବିକାଶର ଲକ୍ଷ୍ୟ ହେଉଛି ଡ୍ୟାମ୍ ଅଞ୍ଚଳ, ଦେବ୍ରିଗଡ଼ ବନ୍ୟପ୍ରାଣୀ ଅଭୟାରଣ୍ୟ, ଦ୍ୱୀପ ସମୂହ ଏବଂ ଆଖପାଖ ଜିଲ୍ଲାଗୁଡ଼ିକୁ ଅନ୍ତର୍ଭୁକ୍ତ କରି ଏକ ବ୍ୟାପକ ମାଷ୍ଟର ପ୍ଲାନ୍ ମାଧ୍ୟମରେ ଏହି ଅଞ୍ଚଳକୁ ଏକ ସ୍ଥାୟୀ ବିଶ୍ୱସ୍ତରୀୟ ପର୍ଯ୍ୟଟନ ଗନ୍ତବ୍ୟସ୍ଥଳରେ ପରିଣତ କରିବା। ଏଥିନିମିତ୍ତ ଜଳଭଣ୍ଡାର କ୍ଷେତ୍ର ବିକାଶ ପାଇଁ 99 କୋଟି ଟଙ୍କା ପୂର୍ବରୁ ଅନୁମୋଦନ କରାଯାଇ ସାରିଛି। ଚିଲିକା ହେଉଛି ଏସିଆର ସର୍ବବୃହତ ଲୁଣିଆ ଜଳହ୍ରଦ ଏବଂ ଏକ ଅନନ୍ୟ ସାମୁଦ୍ରିକ ଲବଣାକ୍ତ ମଧୁର ଜଳ ବିଶିଷ୍ଟ ଇକୋସିଷ୍ଟମ୍, ଯାହା ଭାରତର ପ୍ରଥମ ରାମସର ସ୍ଥଳ। ଚିଲିକା ବର୍ତ୍ତମାନ ପାରିବେଶିକ ଏବଂ ଭୂ ଆକୃତିଗତ ଅସ୍ଥିରତାର ସମ୍ମୁଖୀନ ହେଉଛି। ଏହି ଉଦ୍ଦେଶ୍ୟରେ ମୁଁ ଚିଲିକା ପୁନରୁଦ୍ଧାର ନାମକ ଏକ ନୂତନ ଯୋଜନା ଘୋଷଣା କରୁଛି। ଓଡ଼ିଶାର ସମୃଦ୍ଧ ଐତିହ୍ୟ, ଭାଷା ଏବଂ ସାଂସ୍କୃତିକ ସମ୍ପଦ ଏହାକୁ ବିଶ୍ୱ ଦରବାରରେ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରେ। ମୁଁ ଭୁବନେଶ୍ୱରରେ ଏକ ବିଶ୍ୱମାନର ସଂଗ୍ରହାଳୟ ନିର୍ମାଣ କରିବାକୁ ପ୍ରସ୍ତାବ ଦେଉଛି, ଯାହା ଆମର ଗୌରବ ଅତୀତକୁ ପ୍ରଦର୍ଶନ କରିବ। ସାମରିକ କଳାକୌଶଳ ଛଉ ଆମର ଗର୍ବ। ଆମେ ବାରିପଦାଠାରେ ମୟୂରଭଞ୍ଜ ଛଉ ଏକାଡେମୀ ପ୍ରତିଷ୍ଠା କରିବୁ, ଯାହା ପାଇଁ ବଜେଟ୍ରେ 10 କୋଟି ଟଙ୍କାର ବ୍ୟବସ୍ଥା ପ୍ରାବଧାନ କରାଯାଇଛି। ଆମେ ଆମର ଭବିଷ୍ୟତ ପିଢ଼ି ପାଇଁ ବିଶ୍ୱସ୍ତରୀୟ ଭିତ୍ତିଭୂମି ନିର୍ମାଣ କରିବୁ। ଆଗାମୀ ବର୍ଷଗୁଡ଼ିକରେ କିଛି ନୂତନ ପ୍ରମୁଖ ସଡ଼କ ପ୍ରକଳ୍ପଗୁଡ଼ିକୁ ବିକଶିତ କରିବାକୁ ମୁଁ ପ୍ରସ୍ତାବ ଦେଉଛି। କୋରାପୁଟ ଜିଲ୍ଲାର ଜୟପୁର ସହରକୁ ଉପକୂଳବର୍ତ୍ତୀ ସହର ବ୍ରହ୍ମପୁର ସହିତ ସଂଯୋଗ କରିବା ପାଇଁ ପ୍ରାୟ 9000 କୋଟି ଟଙ୍କା ପ୍ରକଳ୍ପ ମୂଲ୍ୟରେ 287 କିଲୋମିଟର ଲମ୍ବ ବିଶିଷ୍ଟ ବ୍ରହ୍ମପୁର ଜୟପୁର ରାସ୍ତା ବିକଶିତ କରାଯିବ। ନମୋ ଏକ୍ସପ୍ରେସୱେ ପୂର୍ବ ପଶ୍ଚିମ କରିଡର ଭାବେ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡିକୁ ବରଗଡ଼ ଜିଲ୍ଲାର ଅମ୍ବାଭନା ସହିତ ସଂଯୋଗ କରିବ। 969 କିଲୋମିଟର ବିଶିଷ୍ଟ ଅଟଳ ଏକ୍ସପ୍ରେସ ୱେ ଉତ୍ତର ଦକ୍ଷିଣ କରିଡର ଭାବରେ ମାଲକାନଗିରି ଜିଲ୍ଲାର ମୋଟୁକୁ ମୟୂରଭଞ୍ଜ ଜିଲ୍ଲାର ତିରିଙ୍ଗ ସହିତ ସଂଯୋଗ କରିବ। ମାନନୀୟ ବାଚସ୍ପତି ମହୋଦୟା, ବିକଶିତ ଓଡ଼ିଶା ଭିଜନ ଅନୁସାରେ ଆମେ 2036 ସୁଦ୍ଧା ଓଡ଼ିଶାକୁ 500 ବିଲିୟନ ଆମେରିକୀୟ ଡଲାର ଅର୍ଥନୀତିରେ ରୂପାନ୍ତରିତ କରିବାକୁ ଲକ୍ଷ୍ୟ ରଖିଛୁ। ଏହି ପରିପ୍ରେକ୍ଷୀରେ ଆଗାମୀ ପିଢ଼ିର ଆବଶ୍ୟକତା ପୂରଣ କରିବା ପାଇଁ ମୁଁ ଭୁବନେଶ୍ୱରରେ ନିମ୍ନଲିଖିତ ନୂତନ ସରକାରୀ କୋଠା ନିର୍ମାଣ ପାଇଁ ପ୍ରସ୍ତାବମାନ ଦେଉଛି। ଜନ ଆଶ୍ରୟ ଭବନ ଭୁବନେଶ୍ୱରଠାରେ ଅତିଥି ଗୃହ ନିର୍ମାଣ, ଯାହା ବିଭିନ୍ନ କାର୍ଯ୍ୟ ପାଇଁ ରାଜ୍ୟ ରାଜଧାନୀକୁ ଜିଲ୍ଲାମାନଙ୍କରୁ ଆସୁଥିବା ଲୋକମାନଙ୍କ ଆବଶ୍ୟକତା ପୂରଣ କରିବ। ନୂତନ ରାଜ୍ୟ ବିଧାନସଭା ସୌଧ, ନୂତନ ଲୋକସଭା ଭବନ, ବିଶ୍ୱମାନର ଏକ ନୂତନ ସଂଗ୍ରହାଳୟ ଏବଂ ଓଡ଼ିଶା ମଣ୍ଡପ ସମ୍ମିଳନୀ କେନ୍ଦ୍ର। ମାନନୀୟ ବାଚସ୍ପତି ମହୋଦୟା, 2025-26 ଆର୍ଥିକ ବର୍ଷରେ
ଓଡ଼ିଶା ଭାରତରେ ଘରୋଇ ନିବେଶ ପାଇଁ ଏକ ଅଗ୍ରଣୀ ଗନ୍ତବ୍ୟସ୍ଥଳୀ ଭାବେ ଉଭା ହୋଇଛି। ଏହାଛଡ଼ା ଓଡ଼ିଶା ଦେଶର ପ୍ରସ୍ତାବିତ ମୋଟ ଘରୋଇ ବିନିଯୋଗର ପ୍ରାୟ 13.1% ଅଂଶୀଦାର ହେବା ସହ ବିନିଯୋଗ ଆକର୍ଷଣ ଦୃଷ୍ଟିରୁ ଦ୍ୱିତୀୟ ସର୍ବୋଚ୍ଚ ରାଜ୍ୟ ହୋଇପାରିଛି। ଏହି ସୁଫଳ ପ୍ରଦର୍ଶନ ଯୋଗୁଁ ଓଡ଼ିଶା ନିବେଶକମାନଙ୍କୁ ଆକର୍ଷିତ କରିପାରିଛି, ଯାହା ବିକଶିତ ଓଡ଼ିଶା 2036 ପାଇଁ ଥିବା ନିବେଶ ଅନୁକୂଳ ନୀତି ଏବଂ ଅର୍ଥନୈତିକ ଗତିକୁ ପ୍ରତିଫଳିତ କରେ। ଶିଳ୍ପ କ୍ଷେତ୍ରରେ ରାଜ୍ୟ ସଚେତନ ଭାବରେ ପାରମ୍ପରିକ ଶିଳ୍ପ ବ୍ୟତୀତ ଟେକ୍ସଟାଇଲ, ଫାର୍ମାସ୍ୟୁଟିକାଲ, ଇଲେକ୍ଟ୍ରୋନିକ୍ସ ଏବଂ ସବୁଜ ଶକ୍ତି କ୍ଷେତ୍ରରେ ବିବିଧତା ଆଣିଛି। ଓଡ଼ିଶା ପର୍ଯ୍ୟଟନ ଶିଳ୍ପ, ଖାଦ୍ୟ ପ୍ରକ୍ରିୟାକରଣ, ଭିତ୍ତିଭୂମି ବିସ୍ତାର ଏବଂ ବ୍ୟବସାୟ କରିବାର ସହଜତା ଭଳି ନିଯୁକ୍ତି କ୍ଷେତ୍ରଗୁଡ଼ିକରେ ମୂଲ୍ୟଯୁକ୍ତ ଉତ୍ପାଦନକୁ ପ୍ରାଥମିକତା ଦେଉଛି। ଏହା ରାଜ୍ୟକୁ 2036 ସୁଦ୍ଧା 500 ବିଲିୟନ ଆମେରିକୀୟ ଡଲାର ଏବଂ 2047 ସୁଦ୍ଧା 1.5 ଟ୍ରିଲିୟନ ଆମେରିକୀୟ ଡଲାର ଅର୍ଥନୀତିକୁ ବୃଦ୍ଧି କରିବାରେ ସାହାଯ୍ୟ କରିବ। ଆମର ଦୃଷ୍ଟିକୋଣ ସାହସିକ ଏବଂ ହାସଲଯୋଗ୍ୟ। ଏଥିପାଇଁ ସଂସ୍କାର ଏବଂ କାର୍ଯ୍ୟଦକ୍ଷତା ପରିମାପକ କରିପାରୁଥିବା ପ୍ରତିଷ୍ଠାନର ଆବଶ୍ୟକତା ରହିଛି। ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀ 20 ଜୁନ 2025ରେ ଆନୁଷ୍ଠାନିକ ଭାବେ ଓଡ଼ିଶା ଭିଜନ 2036 ଏବଂ 2047 ଉନ୍ମୋଚନ କରିଥିଲେ। ଏହି ଦସ୍ତାବେଜ ଆମକୁ ଆଗକୁ ଯିବା ପାଇଁ ସୁଗମ ପଥ ପ୍ରସ୍ତୁତ କରିଛି। ଏହି ପ୍ରାରମ୍ଭିକ ମନ୍ତବ୍ୟ ପରେ ମୁଁ ମୋର ବଜେଟ୍ ଭାଷଣର ପ୍ରଥମ ଅଂଶ କୃଷି ବଜେଟ୍ରେ ଗ୍ରାମୀଣ ସଶକ୍ତିକରଣ ବିଷୟକୁ ନେଇ ଅନ୍ନଦାତାଙ୍କ ଉପରେ ଧ୍ୟାନ କେନ୍ଦ୍ରିତ କରୁଛି। ମାନନୀୟ ବାଚସ୍ପତି ମହୋଦୟ, ଓଡ଼ିଶାରେ କୃଷି କେବଳ ଏକ ବୃତ୍ତି ନୁହେଁ, ଏହା ଆମର ପରିଚୟ, ଆମର ପରମ୍ପରା ଏବଂ ଲକ୍ଷ ଲକ୍ଷ କୃଷକ ପରିବାରର ଜୀବନରେଖା, ଯେଉଁମାନେ ଆଶା ଆକାଂକ୍ଷା ଦେଇ ଅଟଳତା ସହିତ କୃଷିକୁ ଜୀବନର ବ୍ରତ ଭାବେ ଗ୍ରହଣ କରିଥାନ୍ତି। ଆମର ପାରମ୍ପରିକ ଜ୍ଞାନକୌଶଳ ସହ ଆଜିର ଜଳବାୟୁ ଅନୁକୂଳ ବିଜ୍ଞାନ ଭିତ୍ତିକ ଚାଷ ପଦ୍ଧତିକୁ ଆପଣାଇ ଆମର ଅନ୍ନଦାତାମାନେ ଦେଶର ଖାଦ୍ୟ ଭଣ୍ଡାରକୁ ପରିପୂର୍ଣ୍ଣ କରିବା ସହ ଗ୍ରାମୀଣ ସମାଜକୁ ସୁଦୃଢ଼ କରିପାରିଛନ୍ତି। ପଲ୍ଲୀକବି ନନ୍ଦକିଶୋର ବଳଙ୍କ ଭାଷାରେ ଅସ୍ଥିର ଇଏ ଭବର ବ୍ୟବହାର, କିଛି ଚିର ନ ରହେ କାହାର, ଆଜି ସେ ମୁକୁଟ ଧାରି କାଲି ସେ ବାଟ ଭିକାରୀ, କିନ୍ତୁ ତୁହି କୃଷକ ରେ ଚିରକାଳ ରହି ନିଜ ରକ୍ତଦାନେ ପାଳୁଏ ବିଶାଳ ମହି। ଜୟ ଯବାନ, ଜୟ କିଷାନ, ଜୟ ବିଜ୍ଞାନ ଭାବନାରେ ପରିଚାଳିତ ହୋଇ ଆମର କୃଷକମାନେ 61,80,000 ହେକ୍ଟର ଜମି ଚାଷ କରି ସେମାନଙ୍କର କଠିନ ପରିଶ୍ରମ ଏବଂ ନିଷ୍ଠା ସହିତ ଗ୍ରାମୀଣ ଅର୍ଥନୀତିକୁ ବଜାୟ ରଖିବାରେ ରାଜ୍ୟ ଅର୍ଥନୀତିକୁ ସୁଦୃଢ଼ ରଖିଛନ୍ତି। କୃଷକଙ୍କର ଆୟ ବୃଦ୍ଧିକୁ ସୁନିଶ୍ଚିତ କରି ସେମାନଙ୍କୁ ଅର୍ଥନୈତିକ ମୁଖ୍ୟ ସ୍ରୋତରେ ଦୃଢ଼ ଭାବରେ ସାମିଲ କରିବା ପାଇଁ ଏକ ନିର୍ଣ୍ଣାୟକ ଏବଂ ଐତିହାସିକ ପଦକ୍ଷେପ ସ୍ୱରୂପ ଆମ ସରକାର କୃଷକ ସମୃଦ୍ଧ ଯୋଜନାର ଶୁଭାରମ୍ଭ କରିଛନ୍ତି, ଯାହା ଅଧୀନରେ କ୍ୱିଣ୍ଟାଲ ପିଛା 3100 ଟଙ୍କା ମୂଲ୍ୟରେ ଧାନ କ୍ରୟର ସୁବିଧା ଯୋଗାଇ ଦିଆଯାଉଛି। ଏପରି ଗୁରୁତ୍ୱପୂର୍ଣ୍ଣ କୃଷି ଅନୁକୂଳ ସଂସ୍କାର ପ୍ରତି ଆମର ଅଦମ୍ୟ ପ୍ରତିବଦ୍ଧତାକୁ ଦୋହରାଇ 2026-27 ଆର୍ଥିକ ବର୍ଷ ପାଇଁ ଏହି ଯୋଜନା ଅଧୀନରେ 6,088 କୋଟି ଟଙ୍କାର ପ୍ରସ୍ତାବ ରଖାଯାଇଛି। ଚାଷୀମାନଙ୍କୁ ସମୟୋଚିତ ପୈଠ ଏବଂ ଧାନ ସଂଗ୍ରହ ପ୍ରକ୍ରିୟା ପାଇଁ ମୁଁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଅଧୀନରେ 5,000 କୋଟି ଟଙ୍କାର ଏକ ଆବର୍ତ୍ତନ ପାଣ୍ଠି ରିଭଲଭିଂ ଫଣ୍ଡ ଗଠନ କରିବାକୁ ପ୍ରସ୍ତାବ ଦେଉଛି। ସାର୍ବଜନୀନ ବଣ୍ଟନ ବ୍ୟବସ୍ଥାରେ କ୍ଷତି ହ୍ରାସ କରିବା ଏବଂ ବିତରଣ ବ୍ୟବସ୍ଥାକୁ ସୁଦୃଢ଼ କରିବାରେ ବୈଜ୍ଞାନିକ ଭଣ୍ଡାରଣର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ଦୃଷ୍ଟିକୋଣରୁ ଆମ ସରକାରଙ୍କ ଦ୍ୱାରା କରାଯାଇଥିବା ଏକ ବ୍ୟାପକ ବିଶ୍ଳେଷଣକୁ ଆଧାର କରି ରାଜ୍ୟରେ ଆସନ୍ତା 3 ବର୍ଷ ମଧ୍ୟରେ ପ୍ରାୟ 11 ଲକ୍ଷ ମେଟ୍ରିକ୍ ଟନ୍ ବିଶିଷ୍ଟ ଆଧୁନିକ ଗୋଦାମ ନିର୍ମାଣ କରାଯିବାର ପ୍ରସ୍ତାବ ରହିଛି। ମାନନୀୟ ବାଚସ୍ପତି ମହୋଦୟ, ଗ୍ରାମାଞ୍ଚଳ ଓ ସହରାଞ୍ଚଳର ଚାଷୀ, ଜମି ମାଲିକ, ଭୂମିହୀନ ପରିବାର ଏବଂ ବିଶେଷ ଭାବେ ସମ୍ବେଦନଶୀଳ ଜନଜାତିଙ୍କ ପାଖରେ ଅତିରିକ୍ତ ସହାୟତା ପହଞ୍ଚାଇ ରାଜ୍ୟ ସରକାର ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଓ ମୁଖ୍ୟମନ୍ତ୍ରୀ କିଷାନ ଯୋଜନା ଜରିଆରେ କାର୍ଯ୍ୟକାରୀ କରି ଆସୁଛନ୍ତି। 2025-26 ବର୍ଷରେ 3,236 ଜଣ ପିଭିଟିଜି ଚାଷୀ, 31,595 ଜଣ ସହରାଞ୍ଚଳ ଚାଷୀ ଏବଂ 39,239 ଜଣ ଭୂମିହୀନ ଚାଷୀ ପରିବାର ସମେତ 51,56,000 କୃଷକଙ୍କର ନିକଟରେ ଏହି ସହାୟତା ପହଞ୍ଚି ପାରିଛି।
ଏହି ପ୍ରମୁଖ ଯୋଜନାକୁ ଅଧିକ ପ୍ରଭାବଶାଳୀ କରିବା ପାଇଁ 2026-27 ଆର୍ଥିକ ବର୍ଷରେ 2030 କୋଟି ଟଙ୍କାର ପ୍ରସ୍ତାବ ରହିଛି।